ସବୁ ପ୍ରକାର ଚୋରକୁ ତ ଦେଖିଥିବେ। ସୁନା ଚୋର, ଗାଡ଼ି ଚୋର, ପଇସା ଚୋର, ଆଉ ଗୋଟେ ପ୍ରକାର ଚୋର ବି ଅଛନ୍ତି ଜାଣିଛନ୍ତି? ସେଇଟା ହେଲା ଭଦ୍ରଲୋକିଆ ଚୋର। ଭଦ୍ରଲୋକିଆ ଚୋର କେମିତି? ସିଏ ତମ ଜାଣତରେ ପଇସା ନେବେ, ତମଠାରୁ ମାଗିକି ପଇସା ନେବେ, ପୁଣି କହିବେ ଯେ 5 ଦିନ ଭିତରେ ପଇସା ତୋର ଫେରେଇଦେବି ଭାଇ, ଦେଇଥା ଭାରି ବିପଦରେ ପଡ଼ିଛି। ଆଉ ତୁ ତ ଜାଣିଥିବୁ ମୁଁ କେଉଁ ଭଳିଆ ଲୋକ, ଆଉ ଏଇ ଆଖପାଖ ଅଞ୍ଚଳରେ ମୋ ଭଳିଆ ଭଦ୍ରଲୋକିଆ କେହି ନଥିବେ। ମୁଁ କାହା ପଇସା ଆଜି ପର୍ଯ୍ୟନ୍ତ ଟଙ୍କାଟେ କାହାର ଖାଇନାହିଁ, ତ ଖାଲି ଆଜି ଅସୁବିଧା ପଡ଼ିଛି ବୋଲି ତୋରି ପାଖକୁ ଆଇଛି। ଆଉ ଦେଇଥା 5 ଦିନ ଭିତରେ ମୋର ଗୋଟେ ପଇସା ଅଟକିକି ଅଛି, ଆସିଲା ମାନେ ତୋତେ ଫେରେଇଦେବି। ତୁ ମୋତେ ଚିହ୍ନିନୁ ମୁଁ କେଉଁ ଭଳିଆ ଲୋକ। ଆପଣ ବିଶ୍ୱାସରେ ପଇସା ଦେଇଦେବେ, 5 ଦିନ ଗଣି ଗଣି 5 ଦିନ ଯିବ, 10 ଦିନ ବି ଯିବ, ମାସେ ବି ପଳେଇବ। ତାପରେ ଲୋକ ଦେଖାହେବ, ସେ ମୁହଁ ବୁଲେଇକି ପଳେଇବ। ସେତେବେଳେ ପ୍ରଥମେ ଦେଖାହେବ, ଆଉ ପାଖରେ ଧରା ଛୁଆଁ ଦେବେନି, ମୁହଁ ବୁଲେଇକି ପଳେଇବ। ତାପରେ 2-3 ମାସ ଗଲା ପରେ ଯେତେବେଳେ ମାଗିବେ, ଆରେ 5 ଦିନ କହିଥିଲୁ ପଇସା ପାଇନି, କାହିଁ ଦେଲୁନି, ମୋର ଟିକେ ଦରକାର ଥିଲା, ଦେବି ତ ଏତେ ବ୍ୟସ୍ତ କାହିଁକି, ଆଉ ଘର ଛାଡ଼ିକି ପଳେଇ ଯାଉଛି ନା କ'ଣ? ପୁଣି ହଉ ଠିକ୍ ଅଛି, ଦେବୁ ଯଦି କହିଛୁ, 5 ଦିନ ଅପେକ୍ଷା କରିଦେଉଛି। ପୁଣି ଯିବ 2 ମାସ, ପୁଣି ମାଗେ, ନାଇଁ ତ ପଇସା ଆସିନାହିଁ ବା ସେଇ ଦିନଠାରୁ, ଖର୍ଚ୍ଚ ଏଇ ଯେଉଁ ପୁଅ ବେମାର ପଡ଼ିଥିଲା, ଝିଅର କ'ଣ ହେଲା, ଖର୍ଚ୍ଚ ହେଇକି ସବୁ ସରିଗଲା। ହଉ ଭାଇ ଏତେ ଦିନ ଅପେକ୍ଷା କଲୁଣି, ଆଉ କିଛି ଦିନ ଅପେକ୍ଷା କର। ଏମିତି କହି କହି ଆପଣଙ୍କର ବର୍ଷେ ପଳେଇବ। ତାପରେ ସେ ଲୋକକୁ ଆଉ 2 ବର୍ଷ ପର୍ଯ୍ୟନ୍ତ ଆପଣ ଆଖପାଖରେ ଆଉ ପାଇବେନି। ଯେତେବେଳେ ଅତ୍ୟଧିକ ପରେ ଆପଣ ଯେତେବେଳେ ଯାଇ ତା ଘର ପାଖରେ ପହଞ୍ଚିବେ, କି ଖୋଜି ଖାଜିକି କେଉଁଠି ହେଲେ ପହଞ୍ଚିଯିବେ, ସେତେବେଳେ ସେ କହିବେ ମୁଁ ଦେବିନି ତ, ଯା। କେଉଁ ପଇସା, କି ପଇସା, ତୁ ତ ମୋତେ ପଇସା ଦେଇନୁ। ଏଇଟା ହେଲା ଭଦ୍ରଲୋକିଆ ଚୋର। ନେଲା ବେଳେ ଭଲସେ ନେବେ, ନେଇ ସାରିଲା ପରେ ଆଉ ମାନିବେନି। ପଇସା କିଏ ନା ତୁ କିଏ, ଦେଇକି ତାହେଲେ ଗୋଟେ ବହୁତ ବଡ଼ ଭୁଲ କଲୁ। ତୋ ଭଳିଆ ବଦମାସ ଲୋକ କେହି ନାହାନ୍ତି। ତାହେଲେ ତୁମେ କାହାକୁ ଆଜିକାଲି ବିଶ୍ୱାସ କରିବ କୁହ? ତା ବିପଦ ବେଳେ ପଇସା ଦେବ, ଲାଷ୍ଟକୁ ତାଠାରୁ ଗାଳି ଶୁଣିବ, ମାଡ଼ ବି ଖାଇବ, ଧମକ ବି ଦେବେ, ତୁମକୁ ଆସି ଘରେ ପିଟିକି ଯିବି, ଆଉ ଥରେ ଯଦି ମୋ ଦୁଆର ମୁହଁକୁ ଆସିଥିବୁ ଦେଖିବୁ ତୋର ଅବସ୍ଥା କ'ଣ କରିବି। ଏମିତି ବି ଲୋକ ଅଛନ୍ତି।